ଭାବନା ନେଇକି ଲହୁଣୀପଡ଼ାରୁ ମୁଁ ପ୍ରତି ବର୍ଷ ଆସୁଥିଲି। ତେଣୁ ଦୂରତା ଆମକୁ ବାନ୍ଧି ରଖିପାରିବନି, କୌଣସି ଜିନିଷ ବାନ୍ଧି ରଖିପାରିବନି ଯଦି ଆମେ ଠାକୁର ପାଖକୁ ଆସିବା ପାଇଁ ଚାହିଁବା। ତେଣୁକରି ମୋତେ ମୁଁ ନିଜେ ପ୍ରଥମେ କ୍ଷମା ମାଗୁଛି, ମୁଁ ଟାଇମରେ ଆଜି ପହଞ୍ଚିନି, ମୋର ଘଣ୍ଟେ ଆଗରୁ ପହଞ୍ଚିବା ଉଚିତ ଥିଲା। ଟିକେ ଏପଟ ସେପଟ ହେଇ ମୁଁ କାଲିଠୁ ଉଷମାଙ୍କୁ କହିଲା ପରେ ମୁଁ ଟିକେ ଫୋନ ଫାନ ଲଗାଉଛି। ମୋର ବି କର୍ତ୍ତବ୍ୟ, ଖାଲି ଯେ ଚାରିଟା ମାମାନଙ୍କୁ ଦାୟିତ୍ୱ ଦିଆଯାଇଛି, ସେଇମାନେ ଯେ କେବଳ ଦାୟିତ୍ୱ ନେବେ, ତାଙ୍କ ଦାୟିତ୍ୱ ଗୋଟେ ଦିଆଯାଇଛି ଏଇଆ, ଏଇ ସଂଗଠନଟାକୁ ଟିକେ ସହଯୋଗ ରଖିବା ପାଇଁ। କିନ୍ତୁ ସମସ୍ତେ ପରସ୍ପର ଭିତରେ କୁହାକୁହି ହବା ଯେ ମାତୃ ସମ୍ମିଳନୀ ଆରମ୍ଭ ହେଉଛି ପ୍ରଥମ ରବିବାର ଦିନ ଏଇ 3ଟା ବେଳେ। ପରସ୍ପର ଭିତରେ ଯାହାର ଯାହା ପାଖରେ ଫୋନ ଫାନ ନମ୍ବର ଅଛି, ଯେଉଁ ସତ୍ସଙ୍ଗରେ ଆଲୋଚନା ଆସୁଛନ୍ତି, ପ୍ରେଜେଣ୍ଟ ରହୁଛନ୍ତି, ଆମେ କହିବା ମାତୃ ସମ୍ମିଳନୀ ଆସିଲେ କଲେ କ'ଣ ହୁଏ। ଯେ ଆସେ ସେ ହିଁ ଜାଣେ, ଯେ ଆସିଛି ଠାକୁରଙ୍କ ପାଖକୁ ସେ ଜାଣିଛି ତାର କ'ଣ ଅନୁଭୂତି। ଏଇ ଯେଉଁ ବିଧମା ଆଲୋଚନା କରୁଥିଲେ, ତାଙ୍କୁ ମୁଁ କହିବା ତାଙ୍କର କଥା କହିଥିଲେ ବୋଧେ ସରଳ ଥାନ୍ତା। ସେ ଠାକୁରଙ୍କୁ ସ୍ୱଚକ୍ଷୁରେ ଦେଖିଛନ୍ତି, ତାଙ୍କ ପାଖରେ ଯାଇଛନ୍ତି, ତାଙ୍କ ପାଖରେ ଅମନିଆକି ଦୀକ୍ଷା ନେଇକି ଫେରି ଆସିଛନ୍ତି ଦେଓଘରୁ, ତଥାପି ଠାକୁର ତାଙ୍କୁ ଛାଡ଼ି ନାହାନ୍ତି। ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏମିତି ଘରେ ବାହାଘର ହବ, ଏମିତି ଘର ଦେଖିବ, ଏଇ ସିମ୍ବଲ ଦେଇକି ଛାଡ଼ିଦେଲେ। ତୁ ଏବେ ଯଦି ଦୀକ୍ଷା ନ ନେବୁ, ଅମାନିଆ ହେଇକି ଯାଉଛୁ ନା, ଯାଅ ଆଉ ଦୀକ୍ଷା ନେଇପାରିବୁ। ସତ ତାଙ୍କର ସେଇଆ ହେଲା। ବାହାଘର ପରେ ଯାଇକି ସେ ଦୀକ୍ଷା ନେଇଛନ୍ତି, କେତେ ବର୍ଷ ପରେ। ତେଣୁକରି ଠାକୁରକୁ ପାଇବା ସେ ତ ସାଥେ ଦେଖିଛନ୍ତି, ଆମେ କ'ଣ ଦେଖୁନେ? ଆମେ ପ୍ରତିଟି ମୁହୂର୍ତ୍ତରେ ଦେଖୁଛେ, ଆମର ସେଇ ଅନୁଭୂତି ଅଛି। ମୁଁ ଆଜି କହୁଛି, ମୋ ଲୋକ ଡାକିଡ଼ି ଉଠୁଛି। 31 ତାରିଖ ସନ୍ଧ୍ୟାର ଘଟଣା, ମୋର ଅନୁଭୂତି କଥା କହୁଛି, ଗୋଟିଏ ଛୋଟ କଥା। ମୁଁ ଠାକୁରଙ୍କୁ କ'ଣ ଭଲ ପାଇଛି ମୁଁ ଜାଣେ ନା, କିନ୍ତୁ ସେ ଅନୁଭବ କରୁଛି ସେ ମୋତେ ବହୁତ ଭଲ ପାଆନ୍ତି। ତାଙ୍କ ଭଲ ପାଇବାର ତୁଳନା କେବେ କରାଯାଇପାରେନି। ଯଦି ଗୋଟିଏ ମାର ମମତା ଠୋଳେଇ ଦିଆଯାଏ, କେଜାଣି ସେଇ ମମତାର ତାଙ୍କ ଯେଉଁ ମମତା ଆମକୁ ଦିଅନ୍ତେ କିଛି ମାତ୍ର ହବ। ଏଇ ଜିଲ୍ଲାରେ ଏଇଠି ଆମ କଲେକ୍ଟର କେତେ ଷ୍ଟାଫକୁ ପନିଶମେଣ୍ଟ ଦେଇଛନ୍ତି। ମୋରି ସାଙ୍ଗ ଗୋଟେ, ମୋରି ର୍ୟାଙ୍କର, ମୋରି ଅଫିସର, ତାକୁ ଖୋଜିକି ପନିଶମେଣ୍ଟ ଦେଉଛନ୍ତି, ମୁଁ କିନ୍ତୁ ଘରେ ଶୋଇଛି। ମୁଁ ଭାଗ୍ୟବାନ ନୁହଁ? ମୋତେ ଖୋଜି ହିଁ ନାହାନ୍ତି। ଯୋଉଥିପାଇଁ କାମ ପାଇଁ ଖୋଜିଲେ ମୋତେ ପ୍ରଥମ ଖୋଜିବାର କଥା, ମୋତେ ପ୍ରଥମ ବେଦନା ଦେବାର କଥା, କିନ୍ତୁ ମୁଁ ବଞ୍ଚିଛି। ମୁଁ ଇଗୋର ସହିତ ବଞ୍ଚିଛି, ସେମିତି ନୁହଁ। ମୋ ଅଫିସର ମୋତେ କହୁଛି, ମ୍ୟାଡ଼ାମ ଆପଣ ବହୁତ ଭାଗ୍ୟବାନ, ଆପଣଙ୍କୁ ଖୋଜିଲେ ହିଁ ନାହିଁ, ଆପଣଙ୍କୁ ଖୋଜିବାର କଥା। ଅଥଚ ନିଶି ମ୍ୟାଡ଼ାମଙ୍କୁ ଦଣ୍ଡ ଦେଲେ, ତାଙ୍କ ଦରମା ବନ୍ଦ କରିଦେଲେ, ସାଲାରୀ ସର୍ଭିସ ଉପରେ ଏଣ୍ଟ୍ରି କରେଇଲେ, ତାଙ୍କ ଦରମା ବନ୍ଦ କଲେ, ସ୍ଲୋକଜ କଲେ, ଏତେ କଥା କଲେ। ଆପଣ ମୋ ଅଫିସରେ ରହିକି ଆପଣ ଆମକୁ ଠିଆ କରିକି ଶୋଧିଲେ, ଆପଣ କେମିତି ସେ ପାଇଲେ? ସେଠୁ ମୁଁ ନ କହୁନୁ, ମୋ ବଡ଼ ବାବୁ କହିଲି, ସିଏ ଠାକୁରଙ୍କର ଦୀକ୍ଷିତ ଆଉ ରାଇଟ୍। ଆପଣ ଯୋଉଟା ଖୁସିରେ କହିଦେଲେ ନା ଥଟ୍ଟାରେ, କିନ୍ତୁ ମୋ ଅନ୍ତର କାନ୍ଦୁଛି ଯେ ମୋ ପ୍ରଭୁ ମୋତେ କେତେ ସୁରକ୍ଷା ଦେଇଛନ୍ତି, ତମେ ସେଟା ତୁଳନା କରିପାରିବ? ଖାଇବାକୁ ଦେଲା ବେଳେ ପିଆଜ ରସୁଣ ଖାଇବିନି ବୋଲି ମନା କରିଦେଲି, ଥଟ୍ଟା କଲି, ଖାଇବ ନା ଏଇଠି ଖାଇବ, ଠାକୁର ଦେଖିଦେବେ କିଏ କାହିଁକି? ଠାକୁର ଦେଖ, ଠାକୁର ବିଧାନ ତ ଦେଇଛନ୍ତି ମାନିବା ପାଇଁ। 30 ବର୍ଷ ହେଲା ଖାଉନି, ସେଟା ମନା କଲା ନା। ମ୍ୟାଡ଼ାମଙ୍କର ଏତେ ସୁବିଧା ଠାକୁର ଯଦି କରୁଛନ୍ତି, ଆମେ ଦରମା ପାଉନୁ, ତାଙ୍କ ଦରମା ହେଇଗଲା, ନୂଆ ବର୍ଷ ତାଙ୍କର ଯଦି ହେଇଯାଉଛି, ତାଙ୍କର ଏଇ ସବୁ ସୁବିଧା ହେଉଛି, ସିଏ ମାନିଛନ୍ତି ମାନନ୍ତୁ, ତାକୁ ଆମେ କୋପରେଟ୍ କରିବା। ମାନେ କ'ଣ ସରେଣ୍ଡର ହେଲେ ନା ନାହିଁ? ତେଣୁ ଆମେ କୋଉଠି ସରେଣ୍ଡର ହବାନି। ଆମେ କାରଣ ଆମେ ପୁରୁଷୋତ୍ତମଙ୍କର ସନ୍ତାନ, ଆମେ ଯାହା ଯାହାର ସନ୍ତାନ ନୁହଁ। ଯେବେ ମା କୋଳରେ ଜନ୍ମ ହେଇଛେ ତ ନିଶ୍ଚିତ ସନ୍ତାନ। ତାପରେ ଯେବେଠୁ ଦୀକ୍ଷା ନେଲେ, ଯୋଉ ଦିନ ଯୋଉ ମୁହୂର୍ତ୍ତରେ ତାଙ୍କ ସହିତ ଆମେ ଶରଣାପନ୍ନ ହେଲେ, ତାଙ୍କ ପାଦ ତଳେ ସ୍ଥାନ ପାଇଲେ, ସେଇ ଦିନରୁ ଆମର ନୂଆ ଜନ୍ମ ହେଇଯାଇଛି, ପୁନର୍ଜନ୍ମ ହେଇଯାଇଛି। କେତେ ଜନ୍ମର ତପସ୍ୟା ଫଳରେ, କେତେ ଜନ୍ମର ପୁଣ୍ୟ ସଞ୍ଚୟ ରହିଲା ପରେ ଆମେ ଠାକୁରଙ୍କର ଦୀକ୍ଷା ନେଇପାରୁ। ସହଜ ନୁହଁ ଦୀକ୍ଷା ନେବା। ମା ଯାଇକି ଠାକୁରଙ୍କୁ ଦେଖିକି ଦୀକ୍ଷା ନେଲେନି ମାନେ କ'ଣ? ତାଙ୍କର ପୁନର୍ଜନ୍ମ ବା ସେଇ ସମୟ
ଆସି ହିଁ ନଥିଲା। ଦେଓଘର ଯାଇ ଠାକୁରଙ୍କୁ ଦେଖି ଆମେ କଣ ଏବେ ଯୋଉମାନେ ଯାଉଛେ ଫେରି ଆସି ପାରିବା? ଆମେ ଆଚାର୍ଯ୍ୟଙ୍କୁ ଯାଇକି ଦେଖିକି ଫେରି ଆସି ପାରୁନେ। ବର୍ତ୍ତମାନ ଆଚାର୍ଯ୍ୟ ତାଙ୍କ ପୁଅ ଅବିନ୍ଦାଙ୍କୁ ଦେଖିଲେ ଯାଇକି ଆମ ମନ କଣ ହେଇଯାଉଛି, ଯୋଉମାନେ ଅଭିଜ୍ଞତା ଯାଉଛନ୍ତି ସେମାନେ ଆସିଲା ପରେ ନିଶ୍ଚୟ ଦୀକ୍ଷା ନେଉଛନ୍ତି। ଆମର ଯୋଉମାନେ ଯାଉଛନ୍ତି ଅଭିଜ୍ଞତା ଦେଖିଥିବେ ଶୁଣୁଥିବେ, ଠାକୁରଙ୍କର ଆକର୍ଷଣ ମନ ଏତେ କମ୍? ଆକର୍ଷଣ ଅଛି। ଦେଖିଲା ପରେ ସବୁ ବାବଦକୁ ଧୋଇଲା ପରେ କିଛି ଦିନ ପରେ ଆଉ ସମୟ ଲାଗିଛି। ତେଣୁ ଆମେ ଏତେ ଭାଗ୍ୟବାନ ହେଇକି ତାକୁ ଧରି ରଖିପାରିବାନି? ତାଙ୍କ ପାଇଁ ନାମ ଟିକେ କରିପାରିବାନି? ତାଙ୍କ ନାମରେ ଆମେ ନାମମୟ ହେଇପାରିବାନି? କାହିଁକି ଏତେ ଅଳସୁଆ? କାହିଁକି ସକାଳୁ କାହିଁକି ଉଠିବାନି? ଭୋର ଉଠିବାକୁ ପଡିବ। ଆଉ ଏତିକି ଜାଣନ୍ତୁ, ବ୍ରହ୍ମ ମୁହୂର୍ତ୍ତରେ 3ଟାରୁ ଠାକୁର ବୁଲନ୍ତି, ଘର ଘର ହେଇକି ବୁଲନ୍ତି ଇଷ୍ଟବୃତ୍ତି ନେବା ଲାଗି। ପ୍ରାର୍ଥନା ସମୟ ପୂର୍ବ ପର୍ଯ୍ୟନ୍ତ ଠାକୁର ଘର ଘର ହେଇକି ବୁଲନ୍ତି ଇଷ୍ଟବୃତ୍ତି ଗ୍ରହଣ କରିବା ପାଇଁ। ଯୋଉ ଭାଗ୍ୟବାନ ଯିଏ ଇଷ୍ଟବୃତ୍ତି ସେଇ ସମୟରେ ଦଉଥିବ, ତାଙ୍କ ହାତରେ ଯଦି ପଡିଲା ତାହେଲେ ଜୀବନ ସୁଧୁରିଗଲା, ନିଶ୍ଚିତ ସୁଧୁରିବ। ବଡା କହିଲେ 24 ଘଣ୍ଟା ନାମ କରିକି ତମେ ଦେଖ, 7 ଦିନ କରିକି ଦେଖ କଣ ହଉଛି। ପରିବର୍ତ୍ତନ ଆସିବ ନିଶ୍ଚୟ। କଷ୍ଟ ପଡିବ, ଶରୀର ପାଇଁ କଷ୍ଟ ହଉଛି, ମନକୁ କଷ୍ଟ ନୁହଁ। ମନ ଯେତେବେଳେ ଚାହେଁ ତାଙ୍କୁ ସେ ଉଠେଇ ଦିଅନ୍ତି, ସେ କରେଇ ଦିଅନ୍ତି। ଯେତେବେଳେ ଦେହ ଖରାପ ହଉଥିବ, ମୁଁ ସେ ଶୁଣିଥିବି, ମୁଁ ନିଜକୁ ନିଜେ କହେ, ପ୍ରଭୁ ଆଜି ତ ଉଠି ପାରିବିନି, କଣ କରିବି? ମୁଁ ଅନେକ ନାମ କରିକି ଶୁଏ, ତୁମ ଦୟା। ସେ ଯୋଉ ସମୟ ଚାହିଁଥିବି, ସେଇ 5ଟା 29 ହେଇଥିବ, 5ଟା 19 ହଉ, ଯୋଉ ସମୟ ଚାହିଁକି ଶୋଇବି ସେଇ ସମୟ ବି ନିଦ ଭାଗେ। ଆପଣ ମାନଙ୍କର ବି ସେମିତି, ଯୋଉମାନଙ୍କର ଚାହୁଁଥିବେ ସେମିତି ହବ। ଆଜି କରିକି ଦେଖିବେ, ଏଇ ଯେତିକି ଆମେ ଅଛେ ଆଜି ନାମ କରିକି 5 ମିନିଟ 2 ମିନିଟ ଖଣ୍ଡେ ନାମ କରିକି ଠାକୁରଙ୍କୁ ଅନେକ ଶୁଅନ୍ତୁ। ଚିନ୍ତା କରିକି ସେ ପ୍ରଭୁ ମୋର ଏଇ ସମୟ କେମିତି ନିଦଟା ଭାଗୁ, ମୁଁ କେମିତି ଆପଣଙ୍କ ଭୋଗ ଟିକ ନିବେଦନ କରିପାରିବି, ମତେ ସେ ସୌଭାଗ୍ୟ ଟିକ ଦିଅ, ଏଇଆ ପ୍ରାର୍ଥନା କରି ଶୁଣନ୍ତୁ। ଦେଖିବେ ଇଷ୍ଟବୃତ୍ତି ନିଶ୍ଚୟ କରିପାରିବେ। ସେଥିରେ ଇଷ୍ଟବୃତ୍ତି କରିବାରେ କୌଣସି ସମୟ, କୌଣସି ଜିନିଷ ଅବଷ୍ଟାକଲ ନାହିଁ। ବେଡରେ ଶୋଇକି ବି ଲୋକ ଇଷ୍ଟବୃତ୍ତି କରି ବଞ୍ଚି ଯାଇଛନ୍ତି। ଭୁଜ ଭୂମିକମ୍ପରେ, ଏଇ କିଛି ଦିନ ତଳେ ହେଲା 19 ମସିହାରେ ଭୁଜ ଭୂମିକମ୍ପରେ ଗୋଟେ ଗୁରୁ ଭାଇ ଦୀକ୍ଷା ନେଇଥିଲା। ସେ ଭାରି ବଳସୁଆ। ଦୀକ୍ଷା ନେଲା ବେଳେ ଦାଦା କହିଲା, ଦାଦା ମୁଁ ସବୁ ମାନିବି କିନ୍ତୁ ଇଷ୍ଟବୃତ୍ତିଟା କରିବିନି। ନା କାହିଁକି? ଇଷ୍ଟବୃତ୍ତି ତ ମେନ୍ ଜିନିଷ, ତ ସେଟା କରିବୁନି ତ ରହିଲେ କଣ? ନା ଇଷ୍ଟବୃତ୍ତି କେମିତି କରିବି? ଆପଣ ତ କହୁଛନ୍ତି ବ୍ରହ୍ମ ମୁହୂର୍ତ୍ତରେ କରିବୁ, ଭୋର ଉଠିବାକୁ ପଡିବ। ମୁଁ ତ ଭୋର ଉଠେନି, ମୁଁ ରାତି 2ଟାରେ ଆସିକି ଡ୍ୟୁଟିରେ ଶୋଇ ପଡେ। ନା ତୁ 2ଟାରେ ଆସି ଶୋଉ, 3ଟାରେ ଉଠି ପାରିବୁନି? ନା ନା ମୁଁ ଉଠିବାକୁ ନିଦ ଭାଗିବନି, ମୁଁ 10ଟାରେ ଉଠେ। ନା ଯଦି କହିବେ ଆପଣ ସେଇ 10ଟା ବେଳେ ଇଷ୍ଟବୃତ୍ତି କରିବି, ତାହେଲେ ମୁଁ ଦୀକ୍ଷା ନେବି। ହଉ ତୁ ଦୀକ୍ଷା ନେ, 10ଟା ବେଳେ ଇଷ୍ଟବୃତ୍ତି କରିବୁ, କିନ୍ତୁ ଗୋଟେ କାମ କରିବୁ, ଇଷ୍ଟବୃତ୍ତି କିନ୍ତୁ ବ୍ରହ୍ମ ମୁହୂର୍ତ୍ତ ଠାକୁର ନେବେ। ତୁ ଗୋଟେ କାମ କରିବୁ, ଯେତେବେଳେ ଶୋଇବୁ ଗୋଟେ ପଇସା ତ ପକେଟରେ ଭର୍ତ୍ତି କରିକି ଶୋଇପଡିବୁ। ଆଉ ସେଇ ନିଦ ବାଉଳରେ ଯଦି ନିଦ ଭାଗିଲା, ଭୋରୁ ଭୋରୁ ଉଠିକି ଆଣିକି ମନ୍ତ୍ରଟା, ଏଇଆ ମନ୍ତ୍ରଟା ବହିଟା ମୁଣ୍ଡ ଉପରେ ରଖିଦବୁ, ଦେଖି ଦେଖି କହିକି ଶୋଇପଡିବୁ। ସେ ଅଳସୁଆ ଭାଇକି ସେଇଆ କଲା, ସବୁଦିନ ସେଇଆ କରେ। ଆଉ ଯେତେବେଳେ ଉଠିବ 10ଟା ବେଳେ ପଇସାଟି ନେଇ ଠାକୁର ଜାଗାରେ ଦେଇକି ଥେଲେ। ସିଏ ବି ସେଇଆ କଲା, ପଇସାଟି ସବୁଦିନ ବାହାର କରେ, ଏପଟେ ମନ୍ତ୍ର କରିକି ଆର ପକେଟରେ ଗଳେଇ ଦେଇକି ସେଇପଟେ ସବୁଦିନ ତାର ଅଭ୍ୟାସ ଚାଲିଛି। ସେଦିନ ଭୋର ବେଳା 2 ଜଣ ଗୁରୁ ଭାଇକି ଆହ୍ୱାନ ଦେଇଛନ୍ତି ଠାକୁର। ଗୋଟିଏ ଗୁରୁ ଭାଇ ଇଷ୍ଟବୃତ୍ତି କରି ଠାକୁର ଘରେ, ସ୍ତ୍ରୀ ପୁଅ ସେ ନିଜେ ଇଷ୍ଟବୃତ୍ତି କରି ଜଷ୍ଟ ଇଷ୍ଟବୃତ୍ତି କରିସାରି ତାକୁ ଆହ୍ୱାନ ହେଇଛି ଯେ ରୁମରୁ ଚାଲିଯାଅ। ଗୋଟେ ଶବ୍ଦ ହେଇଛି, ମୋ ଲୋକ ଡାକି ଯାଉଛି ଶବ୍ଦ ଶୁଣିକି। ଆଚାର୍ଯ୍ୟ ନିଜେ କହୁଥିଲେ ସେ ଯୋଉ ଘଟଣା ପରେ ଯେ ଇମିଡିଏଟ ଘରୁ ବାହାରି ଯାଅ, ଇମିଡିଏଟ ଘରୁ ବାହାରି ଯାଅ। ସେମାନେ ସେ ଯୋଉ ଶବ୍ଦଟା ଶୁଣିକି କିଏ ଜଣେ ଡାକୁଛି ଭାବିକି ସ୍ତ୍ରୀ କି ପୁଅକୁ ଧରିକି ବାହାରକୁ ପଳେଇ ଆସିଛନ୍ତି, କିଏ ଡାକୁଛି ଶୁଣିବା ପାଇଁ। ଘର ଘୁଷୁରି ପଡିଲା, ବଞ୍ଚିଗଲେ। ଏ ଭକ୍ତଟି ଇଏ କଣ କରିଛି, ସେମିତି ଇଷ୍ଟବୃତ୍ତି ପଇସାଟି ବାହାର କରି ନାମ କରିଛି, ତା ଉପରେ ଛାତ ଘର ମାଡ଼ି ବସିଲା। ପଇସାଟା ଇଏ ନାମ କରି ସାରିଛି, କିନ୍ତୁ କରିଛି ବୋଲି ଆମ ପ୍ରମାଣ କଣ, ପରବର୍ତ୍ତୀ ସମୟରେ ସେ କହିଛି। ତାକୁ ଛାତ ଘରେ ମାଡ଼ି ବସିଛି, ସେ ଆଉ ଉଠିକି ଯାଇନି। ପରବର୍ତ୍ତୀ ସମୟରେ ଯେତେବେଳେ ଶବ ବାହାର କରିକି ସବୁ ନେଇକି ପକଉଥିଲେ, ଫୋର୍ସ ସବୁ ବାହାର ସବୁ ଲାଇନ କରି ବଦେଇଥିଲେ,
ଶବ ଯେତେବେଳେ ସଂସ୍କାର କରିବାକୁ ନିଅନ୍ତି ଆକୁ ବି ନେଲେ ସେ କାଠରେ ସେଇଠି ଜାଳିଦେଲେ। ଟେକିକି ନେଲା ବେଳେ ଦେଖିଲି କ'ଣ ସୁକୁ ସୁକୁ ହଉଛି, କାହାର ଜଣଙ୍କ ନଜର ପଡ଼ିଲା। ସୁକୁ ସୁକୁ ହଉଛି, ଆରେ ଏଇଟା ବଞ୍ଚିଛି, ସୁକୁ ସୁକୁ ହଉଛି କ'ଣ, ତାକୁ ଧର ମେଡ଼ିକାଲ ଧରିକି ପଳେଇଲେ। ମେଡ଼ିକାଲ ନେଲା ପରେ ତାକୁ ଟ୍ରିଟମେଣ୍ଟ କରାଗଲା। ଟ୍ରିଟମେଣ୍ଟ ପରେ ସେ ଯେତେବେଳେ ବଞ୍ଚିଲା, ତାର ମୁଠାରେ ହାତରେ କିନ୍ତୁ ପଇସାଟା ଅଛି, ହାତ ମୁଠାରେ ଖୋଲିକି ତାପରେ ଦେଖିଲେ, କହିଲେ ଆରେ ତୋ ହାତରେ କ'ଣ ଏଇ ପଇସାଟା ଥିଲା। ବୋଉ କାନ୍ଦିଲା, ପ୍ରଭୁ ମୋତେ ଏଇ ପଇସାଟା ଯୋଗୁଁ ଆଜି ବଞ୍ଚେଇ ରଖିଛନ୍ତି। ଆପଣ ଆଜି ମୋତେ ଶବ ନେଇକି ଯୋଉ ଦାହ କରିଦେଉଥିଲେ, ଶବରୁ ଆଜି ଜୀବନ ପାଇଛି। ଏଇ ଗୋଟେ ପଇସା ହିଁ ମୋର ଜୀବନ ବଞ୍ଚିବାର ବାଟ। କାହା ପଇସା, କୋଉ ପଇସା କଥା କହୁଛ? ନା ମୁଁ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଦୀକ୍ଷିତ ତାଙ୍କ ସେ ମୋ ଗୁରୁ। ଏଇଟା ହେଉଛି ଜୀବନ ତାରଣ, ଜୀବନ ବଞ୍ଚେଇବାର ରକ୍ଷା କବଚ। ତେଣୁକରି ଆମେ ଇଷ୍ଟବୃତ୍ତି କଲେ କ'ଣ ପାଇବା, ତାର କଳନା କରିପାରିବାନି। ସମସ୍ତଙ୍କୁ ଏତିକି ନିବେଦନ, ଆଜି এই ମାତୃଶରଣୀ ଏମିତି ଲାଗି ରହିଛି। ଆସନ୍ତା ଥର ଜୟ ବଡ଼ ମାନଙ୍କର ଅଛି।